ଆପଣ ଭାବନ୍ତୁ ଏବେ କିଛି ଦିନ ହେବ ଦିଲ୍ଲୀରେ ଯେଉଁ ଆତଙ୍କବାଦୀ ହାମଲା ହେଇଛି ଏଥିରେ ଯେଉଁ ଆତଙ୍କବାଦୀମାନେ ଧରା ପଡ଼ିଛନ୍ତି ଏମାନେ ମୁସଲିମ୍ ଆଉ ଧଳା ବସ୍ତ୍ରଧାରୀ ମୁସଲିମ୍। ଆଚ୍ଛା, ଏଠି ନିହାତି ଭାବରେ ଆମେ ହ୍ୱାଇଟ୍ ଟେରରିଷ୍ଟ କହିବୁ, କାହିଁକି ନା ସେଫ୍ରନ୍ ଟେରରିଷ୍ଟ ଆଗରୁ ଯେଉଁମାନେ କହୁଥିଲେ ସେକୁଲାରବାଦୀମାନେ, ଏଠି ଆମେ ହ୍ୱାଇଟ୍ ଟେରରିଷ୍ଟ କହିଲେ କିଛି ଅସୁବିଧା ହେବନି। ଆପଣମାନେ ନିଜେ ବିଚାର କରନ୍ତୁ, ଯେଉଁ ଆମ ଧର୍ମରେ ସନାତନ ଧର୍ମରେ ଡକ୍ଟରକୁ କୌଣସି ବି କିଛି ବି ଲୋକମାନେ କହୁଛନ୍ତି ଡକ୍ଟରକୁ ଭଗବାନ ବୋଲି, କିନ୍ତୁ ଆପଣ ଯେଉଁ ଡକ୍ଟର ପାଖକୁ ଟ୍ରିଟମେଣ୍ଟ ହେବାକୁ ଯାଉଛନ୍ତି ଭଲ ହେବାକୁ ଯାଉଛନ୍ତି, କିନ୍ତୁ ଆଜି ଯେଉଁ ହ୍ୱାଇଟ୍ ଟେରରିଷ୍ଟ ଆମେ ଶବ୍ଦ ବ୍ୟବହାର କରୁଛୁ ସେଠି ଯେଉଁ ମୁସଲିମ ମାନେ ଡକ୍ଟର ଅଛନ୍ତି, ଏଠି ପ୍ରତ୍ୟେକ ଲୋକଙ୍କୁ ପ୍ରତ୍ୟେକ ହିନ୍ଦୁକୁ ବିଚାର କରିବା ଦରକାର ସେଠିକି ଯିବା ଦରକାର ଟ୍ରିଟମେଣ୍ଟ ହେବା ପାଇଁ ନା ନ ଯିବା ଦରକାର। ଆପଣ ଯେଉଁ ଡକ୍ଟର ପାଖକୁ ଯାଉଛନ୍ତି ସେଠି ମରିବାକୁ ଯାଉଛନ୍ତି ନା ଗୋଟେ ଆତଙ୍କବାଦୀ ପାଖକୁ ଯାଉଛନ୍ତି ଯେଉଁଥିରେ ଆପଣଙ୍କ ପଇସାରେ ସେମାନେ ଇନକମ୍ କରି ଡକ୍ଟର ହେଇ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି ଏବଂ ତମମାନଙ୍କ ପ୍ରତି ଏମିତି ବ୍ୟବହାର, ଏମିତି ତୁମକୁ ମାରିବା ପାଇଁ ଏମିତି ଷଡ଼ଯନ୍ତ୍ର କରୁଛନ୍ତି। ଗୋଟେ ଡକ୍ଟର ବଞ୍ଚେଇବା ଅପେକ୍ଷା ମୃତ୍ୟୁର କାରଣ ବନୁଛି। ଏ ବିଷୟରେ ଆପଣମାନଙ୍କ ବିଚାର କ'ଣ, ନିହାତି ମତାମତ ଜଣାଇବେ କମେଣ୍ଟ ମାଧ୍ୟମରେ। ଜୟ ହିନ୍ଦ, ବନ୍ଦେ ମାତରମ୍, ଭାରତ ମାତା କି ଜୟ।